ନାଇଁ ସଭାପତି ଧରା ହେଇଗଲେଣି, ସମସ୍ତେ ଧରା ହେଇଗଲେଣି। କିନ୍ତୁ ମୁଁ ଟ୍ରାନ୍ସପୋର୍ଟ ମିନିଷ୍ଟରଙ୍କୁ ଅନୁରୋଧ କରୁଛି, ତମେ ଯେଉଁ ଅଟୋ ଗୁଡ଼ିକ ସିଜ୍ ହେଇଛି ତାଙ୍କ ଲାଇସେନ୍ସ ବାତିଲ କରନି, ତାଙ୍କୁ ସୁଯୋଗ ଦିଅ। 100-150 ଆରେଷ୍ଟ ହେଇଗଲେ, ଜେଲ୍ ଗଲେ, ଗଣ୍ଡଗୋଳ କଲେ, ମାଡ଼ ଦେଲେ, ଗାଡ଼ି ଭାଙ୍ଗିଲେ, ବସ୍ ଭାଙ୍ଗିଲେ, ଗାଡ଼ି ଭାଙ୍ଗିଲେ, ମାନେ ପୁରା ଜାମ୍ କରିଦେଲେ, ଦଣ୍ଡ ଖାଇଲେ, ଜେଲ୍ ଗଲେ। ଆଉରା ବେଶୀ ଫେଣାନ୍ତୁନି, ସବୁ ଗାଡ଼ି ଗୁଡ଼ାକୁ ଫ୍ରି କରିଦିଅନ୍ତୁ। କାରଣ ଭୁବନେଶ୍ୱର ସହରଟା ବହୁତ ଗାଁ ଗହଳି ଭିତରେ ସହର ବଢ଼ିଗଲାଣି। ରସୁଲଗଡ଼, ବରମୁଣ୍ଡା, ନୟାପଲ୍ଲୀ, ଆମର ପଟିଆ, ଭରତପୁର ଚାରିଆଡ଼େ ଗାଁ ବଢ଼ିଗଲାଣି। ଘାଟିକିଆ, ଇଆଡ଼େ ପୋଖରୀପୁଟୁ, କପିଳେଶ୍ୱର, ସୁନ୍ଦରପଦା, ଏପଟେ ଓଲ୍ଡ ଟାଉନ୍, ସାନ୍ତରାପୁର, ଚାରିଆଡ଼େ ବଢ଼ିଗଲାଣି। ଲୋକ ଟିକେ ଅଟୋରେ ସୁବିଧା ପାଉଛନ୍ତି ଆସିବା ପାଇଁ। ତ ଅଟୋ ଲାଇସେନ୍ସ ଯାହା ବାତିଲ ନ କରି ତାଙ୍କୁ ଫ୍ରି କରିଦିଅ। ଆଉ ଭବିଷ୍ୟତ ଯେମିତି ସେ ନ କରନ୍ତି, ତାଙ୍କୁ ଯଥେଷ୍ଟ ଦଣ୍ଡ ହେଇଗଲା, ଆଉ ଦଣ୍ଡ ନ ଦେଇ ତାଙ୍କୁ ଫ୍ରିଡମ୍ ଦିଅ। ସେମାନେ ଲୋକ ସେବା କରନ୍ତୁ, ଲୋକକୁ ଯିବା ଆଣିବା କରିବାରେ ସହଯୋଗ କର। ନାଇଁ ସେଇଥିପାଇଁ ଦଣ୍ଡ ପାଇଲେ, ନାଇଁ ନାଇଁ ଯଥେଷ୍ଟ ଦଣ୍ଡ ପାଇଲେଣି, ଆଉ ଗୁଡ଼ା ବେଶୀ ନାଇଁ। ଆଉ ରାଜରାସ୍ତା ତାଙ୍କର ଆଉ କିଛି ନାହିଁ, ସେଇଥିରେ କୋଲାପ୍ସ ହେଇଗଲାଣି। କାରଣ ଏ ଲୋକଙ୍କ ସେବା କଲେ, ଯାତ୍ରୀଙ୍କୁ ନବା ଆଣିବା କଲେ ବଞ୍ଚିବେ। ଆଉ ଯେତେ ଦିନ ଲେଟ୍ ହବ ଭୋକ ଉପାସରେ ମରିଯିବେ, ପୋକ ମାଛି ଭଳିଆ। ଆଉ ବେଶୀ ଗୁଡ଼ା ଦଣ୍ଡ ସରକାର ନ ଦେଇ ଯେତିକି ଦଣ୍ଡ, ଯେତିକି ଜେଲ୍ ଦେବା କଥା ଯାହା କଲ, କାହାର ଲାଇସେନ୍ସ କ୍ୟାନସଲ କରନି, ତୁରନ୍ତ ସେ ଗାଡ଼ି ଅଟୋ ଗୁଡ଼ାକ ରିଲିଜ କର, ସେମାନେ ଯାଇ ଲୋକ ସେବା କରନ୍ତୁ।